ସମସ୍ତଙ୍କୁ ମୋର ନମସ୍କାର। ମୋ ନାଁ ହେଉଛି କୁଞ୍ଜଳି ଦେହୁରୀ। ଆଉ ବାମୁଣୀ ଗାଁରେ ଆମ ଗାଁ ସଂସ୍ଥା ମା ଗୃହ ଗୋଟେ ଚାଲିଛି, ଆଜକୁ 2011 ସାଲରୁ ଚାଲିଛି। ଆଉ ମୁଁ 2020ରୁ ଏଇଠି ମା ଗୃହରେ ଏଲ୍ଏଚ୍ ଭାବରେ କାମ କରୁଛି, ଆଜି 5 ବର୍ଷ ହେବ। ଆଉ ଆଜି ଏ ଯେଉଁ ହେଲାଇନ୍ ଚାଲିଛି, ସେ ଇଏରେ ବି ଆମେ ଗର୍ଭବତୀ ମା ମାନଙ୍କୁ ମା ଗୃହକୁ ଆଣିକି EDD ଅନୁସାରେ 7ରୁ 10 ଦିନ ଭିତରେ ଆଣିକି ରଖୁଛୁ। ଯେ ବର୍ଷା ପାଇଁ ବୋଲି ସେଇ ମୁଁ ମୁଣ୍ଡାପଦରକୁ ଆଜି ଯାଇଥିଲି ଗୋଟେ ଗର୍ଭବତୀ ମାଆକୁ ଆଣିବା ପାଇଁ। ତ ସେଇଠି ଅଧାରୁ ଆମ୍ବୁଲାନ୍ସଟା ରହିଗଲା, 3 କିଲୋମିଟର ଚାଲିକି ଯିବାକୁ ପଡ଼ିଲା। ଆଉ ସେଇଠି ଯେଉଁ ରାସ୍ତାଘାଟର ଅସୁବିଧା ଆଉ ଏ ବର୍ଷାର ଏ ପାଇଁ ବୋଲି ବହୁତ କଷ୍ଟ ଅନୁଭବ କଲୁ। ଆଉ ଯେଉଁ ମା ମାନେ ବି ଆସିପାରୁନାହାନ୍ତି, ସେଇଠି ତାଙ୍କର ଛୁଆ ବେଗ ପଟା ସବୁ ଧରିକି ଚାଲିକି ଆସିବାଟା ବଡ଼ ଅସୁବିଧା ହେଉଛି। ତେଣୁକରି ଆମର ଏଇଠି ଯେଉଁ 8ଟା ପଞ୍ଚାୟତର ମା ମାନେ ରହୁଛନ୍ତି ଏଇ ମା ଗୃହରେ ଆସିକି ସେମାନେ ରହୁଛନ୍ତି। ତାର ସହିତ ଯେଉଁଟା ଏଇଠି ଆମର ଓଟିଂ ହୋମ୍ ଯେଉଁ ରହୁଛି ସେଇଟାର ଟିକେ ତାଙ୍କର ଅସୁବିଧା ହେଉଛି। ଆଉ ଡେଲିଭରି ପରେ ମଧ୍ୟ ସେମାନେ ସେଇଠି ରହିପାରୁନାହାନ୍ତି, ଶୀଘ୍ର ଯିବାକୁ ପଡ଼ୁଛି, ଯେହେତୁ 48 ଘଣ୍ଟା ରହିବା ପାଇଁ ତାଙ୍କର ନିୟମ ଅଛି, ସେ ସୁବିଧାଟା ପାଇପାରୁନାହାନ୍ତି। ତେଣୁ ଦୁର୍ଗମ ଅଞ୍ଚଳର ମା ମାନେ ଆସିକି ଯେଉଁ ରହୁଛନ୍ତି ସେମାନେ ଆମ ଭରସାରେ ରହୁଛନ୍ତି। ଆଉ ଆମେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରୁଛୁ ସବୁ, ଆଉ ଆଣିକି ସେମାନଙ୍କୁ ଆନୁଷ୍ଠାନିକ ପ୍ରସବ କରିବାରେ ସହଯୋଗ କରିକି ଛାଡ଼ୁଛୁ। ଯେତିକି ଆମର ସମ୍ଭବ ତାଠୁ ମଧ୍ୟ ଅଧିକ ଯାଇକି ଆମେ ବେଳେବେଳେ ଗାଁ ମାନଙ୍କରେ ଯାଇକି ଏମିତି ସବୁ ଅସୁବିଧାର ସମ୍ମୁଖୀନ ହେଉଛୁ। ତେଣୁ ସରକାର ଟିକେ ଯଦି ଯେଉଁ ଗାଁକୁ ରାସ୍ତା ଯାଇନି ସେଇ ରାସ୍ତା ଯେଉଁ ଅସୁବିଧା ରହୁଛି ସେ ଗାଁର ମା ମାନେ କେମିତି ଆସିପାରିବେ, ତାଙ୍କର ଗଭର୍ଣ୍ଣମେଣ୍ଟ ଦିଦିମାନଙ୍କ ସହିତ ଯୋଗାଯୋଗ କରିକି ସେମାନେ କେମିତି ପଠେଇବେ, ମା ଗୃହ ପ୍ରତି ଗୁରୁତ୍ୱ ଦେବେ, ସେଥିପ୍ରତି ଆମର ଅନୁରୋଧ ରହିଲା। ଆଜିର ମନ୍ଥା ଯେଉଁ ଫାଇଲିନ୍ ଆମର ଯେଉଁ ଚାଲିଛି ସେଇ ଉପରେ ଆମେ ଯେଉଁ ସମସ୍ୟାଟା ମା ଗୃହ ଯେଉଁ ଷ୍ଟାଫ୍ ମାନେ ଆମେ ଭୋଗୁଛୁ ସେ ଉପରେ ମୁଁ କିଛି କହିବାକୁ ଯାଉଛି। ଏଇ ଯେଉଁ ବର୍ଷା ଝଡ଼ିରେ ଆମେ ବର୍ତ୍ତମାନ ଆଜି ଯେଉଁ ମୁଣ୍ଡାପଦରୁ ଗୋଟେ ଗର୍ଭବତୀ ମହିଳାଙ୍କୁ ଆମେ ଆଣିବା ପାଇଁ ଯାଇଥିଲୁ, ସେଇଠୁ 3 କିଲୋମିଟର ଦୂରରେ, ସେ ମୁଣ୍ଡାପଦର ଗାଁର 3 କିଲୋମିଟର ଦୂରରେ ଗାଡ଼ିଟା ଆମର ଯେଉଁ ଆମ୍ବୁଲାନ୍ସ ରହିଗଲା। ଯେହେତୁ ରାସ୍ତାଘାଟର ଅସୁବିଧା ଯୋଗୁଁ ଯେଉଁ କନ୍ଧମାଳ ଜିଲ୍ଲାର ଲାଷ୍ଟ ବର୍ଡର ଗଞ୍ଜାମ ଗଜପତିର ପାଖାପାଖି ଯେଉଁଟାକି ଆମେ ଯାଇପାରିଲୁନୁ, ସେଇ ଗର୍ଭବତୀ ମାଆକୁ ଚାଲି ଚାଲି 3 କିଲୋମିଟରରୁ ଧରି ବର୍ଷା ଝଡ଼ରେ ଆଣିଲୁ, ଯେଉଁଟାକି ତାଙ୍କର ବେଗ ପଟା ଧରିକି ଆସିଲା ବେଳେ ଅସୁବିଧା ମଧ୍ୟ ସମ୍ମୁଖୀନ ହେଉଛୁ। ତେଣୁକରି ସେ ରାସ୍ତା ଯଦି ମରାମତି ହେଲେ ମା ମାନେ ବି ସୁରକ୍ଷିତ ଭାବରେ ଆସିକି ପହଞ୍ଚିବେ। ଆଉ ଏତିକି ଅନୁରୋଧ କରୁ ଯେ କି ଆମର ଯେଉଁ ମେଡ଼ିକାଲରେ ମଧ୍ୟ ଯେଉଁ ଡେଲିଭରି ହେଉଛି 48 ଘଣ୍ଟା ରହିବା କଥା। ଆମର ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କଲେକ୍ଟରଙ୍କୁ ମଧ୍ୟ ଅନୁରୋଧ କରିଥିଲୁ, ଯେଉଁଟାକି ୱେଟିଂ ରୁମ୍ ପାଇଁ। ୱେଟିଂ ରୁମ୍ର ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନାହିଁ। ଯଦି ବି ଅଛି ଗୋଟେ ଆଶାଜନକ ମା ଗୃହରେ ହିଁ ରାତି ଅଧରେ ଯଦି ଡେଲିଭରି ହେଲା, ଦୂର ଦୂରାନ୍ତରୁ ମା ମାନେ ଦୁର୍ଗମ ଅଞ୍ଚଳରୁ ଆସିକି ଡେଲିଭରି ପରେ ମଧ୍ୟ ସେମାନେ ଆସି ମା ଗୃହରେ ରହୁଛନ୍ତି, ଯେଉଁଟାକି ଅସୁବିଧା ହେଉଛି ଅନ୍ୟ ମା ମାନଙ୍କ ପାଇଁ। ଆଉ ରାତି ଅଧରେ ତ ସେମାନଙ୍କୁ ଆମେ ଛାଡ଼ି ପାରୁନୁ। ଆଜକୁ 16 ବର୍ଷ ମୁଁ କାମ କରିକି 2011 ସାଲରୁ ଆଜି ପର୍ଯ୍ୟନ୍ତ ମୁଁ ବବିତା ସିଂ, ଯେଉଁଟାକି ମା ଗୃହରେ LH ଭାବେ ମୁଁ କାମ କରି ଆସୁଛି। ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛୁ ଆମେ। ତେଣୁକରି ଅନୁରୋଧ କରୁଛୁ ପ୍ରଶାସନକୁ ମଧ୍ୟ ଏଇ ଯେଉଁ ରାସ୍ତାଘାଟର ସମାଧାନ ସହିତ ଏ ଯେଉଁ ବାମଣିଆ PHCରେ ଗୋଟେ ୱେଟିଂ ରୁମ୍ ଯଦି ହୁଅନ୍ତା, ତାହେଲେ ମା ମାନେ ଡେଲିଭରି ପରେ ନିଜ ଗୃହକୁ ସେମାନେ ଯିବା ପୂର୍ବରୁ ଯେଉଁ ପ୍ରସ୍ତୁତି ପାଇଁ 48 ଘଣ୍ଟା ସେମାନେ ରହିପାରିଥାନ୍ତେ ପୁଣି। ତେଣୁ ସେଇଟା ପାଇଁ ଆମେ ଟିକେ ଅନୁରୋଧ କରୁଛୁ। ଆମର ନାଁ ଅଛି ରୁନି ଶବର, ଆଉ ମୋର ଗାଁ ଅଛି ମୁଣ୍ଡାପଦର, ଆଉ ଆମର ନାଁ ପଞ୍ଚାୟତ କୁମ୍ବାରୀ ଗାଁ। ମୁଁ ଆଜି ମା ଗୃହର ରହିବା ପାଇଁ ଆଇଛି, କିନ୍ତୁ ଆମର ରାସ୍ତା ଠିକ ନାହିଁ, କିନ୍ତୁ କେମିତି ଚାଲି ଚାଲି ଆଇଲି ମୁଁ ସେଇଟା ବି ଜାଣିପାରୁନି। ଆଉ ମୋ ପେଟ ଆଉ ମୋ ପିଲା ଧରିକି ଆଉ ଏତେ ବଡ଼ ରାସ୍ତାରେ ଗାଡ଼ି ବି ଆସିପାରିଲା ନାହିଁ। ରାସ୍ତା ଦିଦି ମାନେ ଅଧା ରାସ୍ତାରେ ଗାଡ଼ି ରଖିକି ଚାଲି ଚାଲି ଆଇଲେ, ମୋର ପାଖରେ ରଖିକି ଆଉ ଚାଲି ଚାଲି ଆଇଲୁ ଗାଡ଼ି ପାଖକୁ। ଆଜ୍ଞା ଆମର ରାସ୍ତା ଭଲ ନାହିଁ, କିନ୍ତୁ ଆଗ ରାସ୍ତା ଟିକେ ଦେଲେ ସୁରକ୍ଷା ହେଇଥାନ୍ତୁ। ମା ଗୃହରେ ଆମେ ଦିଦି ମାନେ ଆଣିକି ମା ଗୃହରେ ଜଏନ୍ କରିକି ପିଲା କେମିତି ଜନ୍ମ କରିକି ଘରେ ଆଉ ସୁରକ୍ଷାରେ ପହଞ୍ଚିବୁ। ମୁଣ୍ଡାପଦ ଯାଇଥିଲୁ, ଆଉ ସେଥିର ରାସ୍ତା ତ ବହୁତ କଷ୍ଟ, ତଥାପି ବର୍ଷା ଝଡ଼ି ଲାଗିଛି, ଆଉ ଆଣିବାକୁ ତ ନିଶ୍ଚିନ୍ତ ପଡ଼ିବ। ସେଥିପାଇଁ ମୁଣ୍ଡାପଦ ଯାଇକି ଆଣିଲୁ, କିନ୍ତୁ ରାସ୍ତା ବହୁତ ଶୋଚନୀୟ ପ୍ରୟାସ। ଅଭିଯୋଗ ବି ରହୁଛି ସେଇ ଗାଁକୁ ଗାଡ଼ି ବି ଯାଇପାରିଲାନି। ହଁ ରାସ୍ତା ତ ନାହିଁ, ଚଲେଇକି ଅଧା ପ୍ରାୟ ଦୁର୍ଘଟଣା ହେଲା, ତଥାପି ବି ଗାଡ଼ି ଗଲା, ଗାଡ଼ି ଯାଇକି ଗାଁର ପିକଅପ୍ କରିକି ଧରିକି ଆସିଲା। नमस्कार, मो ना हूँ किशोर बलियार सिंह, आम गाँ अनुष्ठान संपादक।
विशेषकर ये 8 पंचायत दारिंगबाड़ी ब्लॉक 8 पंचायत ये अंचल माँ गृहटा गोटे वरदान साधारणतः 2011 रु ये माँ गृहटा चली आसी आउ ये जो दुर्गम अंचल जो गर्भवती महिला मैंने जो अच्छा ये माँ गृह द्वारा से बहुत उपकार भी पाँच विशेषकर ये जो दीर्घ 2011 पूर्वर माँ मृत्यु हार शिशु मृत्यु हार बहुत थिला किंतु आज माँ गृह थिबा जोगु ये माँ गृह थिबा जोगु कौन सी प्रकार मृत्यु हार टी कमी प्रथम कथा है 8टी ग्राम पंचायत रु जो माँ मैंने जो आसुंच विशेषकर ये पीएच प्राथमिक स्वास्थ्य केन्द्र बामुणिया को सेतेबेले सेमानकर गोटे पर्सनाल गोटे गोटे कौन कहि से जो रहिबा गोटे हाँ गोटे वेटिंग प्रतीक्षा गृह गोटे रहिबा नितांत दरकार ये परिप्रेक्षी में विशेषकर कलेक्टर को तथा गाँ लोक माँ मैंने दरखास्त मध्यम अवगत करते आज पर्यंत होनी कहीं राति बिकाली कि वर्षा रे कि कौन सी प्रकार शीत दिन मानक गर्भवती महिला मैंने जाती हठात से तो डेलीवरी होती ना तेणु से गोटे वेटिंग रूम रहा नितांत दरकार कारण यहाँ अन्य मान बहुत असुविधा होची बारंडारे से माने प्राय रहती द्वितीय कथा हूँ कौन सी प्रकार जदि डेलीवरी होची 48 घंटा अति कम रे गोटे रहा नितांत दरकार जेहेतु डॉक्टर लुकआउट कर पेसेंट मान को कारण केतेबेले किंतु ब्लीडिंग होची केतेबेले छुआर भी असुविधा भोगवा पड़ुची तेणु यही परिप्रेक्षी में सरकार को अवगत करा अनुरोध करुच्ची जेहेतु ये अंचल जदि माँ गृहटा गोटे माने गुरुत्वपूर्ण तेणु मु अनुरोध करुच्ची सरकार को जे गोटे हॉस्पिटल रे बा पीएच प्राथमिक स्वास्थ्य केन्द्र रे गोटे वेटिंग होम जदि कराई था माँ मैंने उपकार पाई।